ମଲିଲୋ ମା ରାଣୀ ସେ କୁକୁର ଅଛଦରା ଦେଖଉଛି ବାଛିରି ଅଛଦ ପିଉ। ଆଜି ବୁଲା କୁକୁରଟି ଦେଖାଇଛି ମାର ମମତା। ଆଜି ଆପଣଙ୍କ ଆଖି ବିଶ୍ୱାସ ନ କରିଲା ଭଳି କିଛି ଦୃଶ୍ୟ ଆପଣ ଦେଖିବାକୁ ଯାଉଛନ୍ତି, ଯାହାକି ଗାଁ ଲୋକେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଦୃଶ୍ୟ ଦେଖି। ଏ କେମିତି ବା ସମ୍ଭବ? ହଁ ଆଜ୍ଞା, ଭେଦଭାବର ବାଟ ରୋକିପାରିନି ଆଜି। ଭୋକିଲା ବାଛୁରୀଟି ମା କ୍ଷୀର ପିଇବା ପାଇଁ ଡହଳ ବିକଳ ହେଉଥିଲା, ଆଉ ଦୂରରେ ଛିଡ଼ା ହୋଇଥିବା ଏ ବୁଲା କୁକୁରଟି କେଜାଣି କେମିତି ବୁଝିପାରିଲା ଏସବୁ। ଆଉ ବାଛୁରୀଟିର ଭୋକ ବୁଝି ତା ପାଖକୁ ଦୌଡ଼ି ଆସି ଏଭଳି ମା କୁକୁରଟି କ୍ଷୀର ଦେଉଛି ପିଇବାକୁ। ଦେଖନ୍ତୁ ଏ ଦୃଶ୍ୟ। ହୁଏତ ଏଭଳି ଦୃଶ୍ୟ ସତରେ ଆଶ୍ଚର୍ଯ୍ୟ କରିଦେଉଥିବ ଆପଣଙ୍କୁ। ବାଛୁରୀଟି କ୍ଷୀର ପିଇ ଚାଲିଛି, କିନ୍ତୁ ଆପଣ ଦେଖିପାରୁଥିବେ କୁକୁରଟି ବି କୁଆଡ଼େ ଯାଉନି, ଆଉ ମନ ଭରି ବାଛୁରୀଟି କ୍ଷୀର ପିଇ ଚାଲିଛି। ପାଖରେ ଛିଡ଼ା ହୋଇଥିବା ଲୋକ ବି ଆଶ୍ଚର୍ଯ୍ୟ, ଏ କେମିତିକା ସମ୍ପର୍କ? ସତରେ ସ୍ୱାର୍ଥପର ଦୁନିଆରେ ଏ ଗୋଟିଏ ପଶୁମାନଙ୍କର ଅଜବ ବନ୍ଧନ। ତେବେ ନିଶ୍ଚିତ ଭାବେ ଏଭଳି ଦୃଶ୍ୟ ବହୁତ ବିରଳ, ଯାହାକି ଆପଣ ବି ହୁଏତ କେବେ ଦେଖିନଥିବେ। ଏବେ ଏହି ଦୃଶ୍ୟ ସବୁଆଡ଼େ ଭାଇରାଲ ହେଉଛି। ତେବେ ଏ ହେଉଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ମାନପୁର ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ବୁଲା କୁକୁର ପାଖରୁ କ୍ଷୀରପାନ କରୁଛି ବାଛୁରୀ ଛୁଆଟି। ଆଉ ଏ ଦୃଶ୍ୟ ଦେଖିଲା ପରେ ସେହି ସ୍ଥାନରେ ଭିଡ଼ ଜମିଥିଲା। ଗାଁ ସାରା ଲୋକେ ଦୌଡ଼ି ଆସିଥିଲେ ଦେଖିବାକୁ, କାରଣ କହିଲେ ତ କିଏ ବିଶ୍ୱାସ କରିବେନି। ସେଥିପାଇଁ ନିଜ ଆଖିରେ ସମସ୍ତେ ଦେଖିଥିଲେ। ଆଉ ସ୍ୱାର୍ଥପର ଦୁନିଆରେ ନିଶ୍ଚିତ ଭାବେ ଏଭଳି ଦୃଶ୍ୟ ଆହୁରି ଆଶ୍ଚର୍ଯ୍ୟ କରିଦେଉଛି। ଯେଉଁଠି ମଣିଷ ମଣିଷକୁ ପଚାରୁନି, ସେଠି ପଶୁମାନଙ୍କ ଭିତରେ ଏଭଳି ସମ୍ପର୍କ। ଆଉ ସମସ୍ତେ ସେହି ସମୟର ଭିଡ଼ିଓକୁ ରେକର୍ଡ କରିଥିଲେ, ଯାହାକି ଭାଇରାଲ ହେଉଛି ଏବେ। ବୁଲା କୁକୁର ଆଉ ବାଛୁରୀର ଏଭଳି ସମ୍ପର୍କକୁ ଦେଖି ଆପଣ କ'ଣ କହିବେ? କମେଣ୍ଟ କରି ଜଣାନ୍ତୁ। ଯାଜପୁର ସୁକିନ୍ଦାରୁ ଅବିନାଶ ମିଶ୍ରଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।